ମୁଁ ଦେଖୁଛି କେତେ ଗୁଡ଼ିଏ କଥା ଧୀରେ ଧୀରେ ହବାର ଲାଗିଛି। ଗତକାଲି ଆପଣ ଦେଖିଥିବେ ପୋଲିସ ଅଫିସର ଗୋଟେ ବଡ଼ ଧରଣ ଅଦଳ ବଦଳ ହେଲା। ଏଇ ଯେଉଁ ଅଦଳ ବଦଳ ହେଲା ମୁଁ ଭାବୁଛି ଯଦି ପୋଲିସ ଡିଜିଙ୍କର ଭୂମିକା ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଭୂମିକାଟା ବେଶୀ ରହିଲା, ଯେହେତୁ ସେଠି ଜଏନ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ପରାମର୍ଶଦାତା ଭାବରେ ପ୍ରକାଶ ମିଶ୍ର। ଆପଣ ଦେଖିଛନ୍ତି କାଲି ହେଇଛି, କାଲି ହେଇଥିଲେ ଆପଣ ସେଥିରୁ ଭାବିବେ ଯେ ଆଇନ ଶୃଙ୍ଖଳା ନେଇକି ଯେଉଁ ବିଭିନ୍ନ ପ୍ରକାର ମତ ଉଠୁଛି ପୁଲ୍ସ ଆଣ୍ଡ ପ୍ରେସର, এইটারে কালি গোটা নিয়াইছি। ଆପଣ କମିଶନର ପୋଲିସଟାକୁ ମଧ୍ୟ ଷ୍ଟ୍ରେଙ୍ଗଥେନ୍ କେମିତି କରାଯାଉଛି ତାର ମଧ୍ୟ କାଲି ସୂଚନା ଦିଆଯାଇଛି ବା ଅନ୍ୟାନ୍ୟ ହେଉଛି। ସେମିତି ଭାବରେ ଆପଣ ଦେଖିବେ ଧୀରେ ଧୀରେ ଚିଫ ମିନିଷ୍ଟର ଅଫିସ ଏବଂ ଓଡ଼ିଶାରେ ଯାହା ଘଟୁଛି ଦି ଜଣ ଲୋକ ଆମର ବର୍ତ୍ତମାନ ପ୍ରାଇମ ମିନିଷ୍ଟରଙ୍କ ପାଖରେ ଅଛନ୍ତି। ପିକେ ମିଶ୍ର ଥିଲେ, ବର୍ତ୍ତମାନ ଶକ୍ତିକାନ୍ତ ଦାସ ଅଛନ୍ତି। ଏମାନେ ଓଡ଼ିଶା ବ୍ୟାପାର କିଛି ହସ୍ତକ୍ଷେପ କରୁନାହାନ୍ତି, ତାଙ୍କର ଅନ୍ୟ ଦାୟିତ୍ୱ ଅଛି, କିନ୍ତୁ ଓଡ଼ିଶା ଖବର ସେ ପାଉଛନ୍ତି ନା ନାହିଁ? ଓଡ଼ିଶାର ପ୍ରତ୍ୟେକ ବିଷୟରେ ଖବର ତାଙ୍କ ପାଖରେ ନିଶ୍ଚୟ ପହଞ୍ଚୁଛି। ତ ଆପଣ ବର୍ତ୍ତମାନ ଭାବୁଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଉପରେ ଆଉ ପ୍ରେସର କିଛି ନାହିଁ ଦଳୀୟ ନେତାଙ୍କର ବା କୌଣସି ଅଛି ନା? ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରେସର ଅଛି, ସବୁ ପ୍ରକାର ପ୍ରେସର ଅଛି। ତେଣୁ ସେଇ ସମୟ ସେ ପ୍ରେସର କେମିତି ହବ ନାହିଁ, ସିଏ ଠିକ ଭାବରେ କାମ କରିବେ। ଖାଲି କାମ କରିବେନି, ଭଲ ଭାବରେ କାମ କରିବେ, ତାଙ୍କୁ ସହଯୋଗ କରିବ, ସକ୍ରିୟତା ସହିତ ସମନ୍ୱୟ ସ୍ଥାପନ କରିବ। ସେଇଥିପାଇଁ ସଂଗଠନଟା ସେଇଭଳି ଲୋକ ହବା ଉଚିତ ବୋଲି ଭାବୁଛନ୍ତି। ତ ଏ ଫାଇନାଲି ଆପଣ କ'ଣ ଭାବୁଛନ୍ତି ଯେ ଏ ସବୁ ରାଜ୍ୟ ସଭାପତି ପଦବୀ ହଉ ବା କର୍ପୋରେସନରେ ନିଯୁକ୍ତି ହଉ, ଏ ସବୁ ହେଇଯିବ ନା ଗୋଟେ ବଡ଼ ଧରଣର କିଛି କନଫ୍ଲିକ୍ଟ ଆପଣ ଆଶଙ୍କା କରୁଛନ୍ତି? ମୋର ଜଣେ ସୋର୍ସେସ୍ ଆଜି ମୋତେ କହିଲା ଯୋଉ 4 ଜଣ ଲୋକଙ୍କ ନାଁ ସଭାପତି ରେସ୍ରେ ଅଛି, ମୁଁ ସେ ନାଁ ଗୁଡ଼ାକ ନେବାକୁ ଚାହୁଁନି, ଫ୍ରଣ୍ଟରେ ଅଛନ୍ତି, ସେମାନଙ୍କ ନାଁ ଲେଖି ଦିଆଯିବ। ଲେଖି ଦେଇକି ଗୋଟେ ଛୋଟ ପିଲାକୁ ଡାକିବ, ଗୋଟେ ତା ଦେହରୁ ଗୋଟେ କାଗଜ ସେ ଉଠେଇବ, ଧର୍ମଗୁଳା ଟାଇପ, ଯାହା ନାଁ ହବ ସମସ୍ତେ ତାକୁ ଗ୍ରହଣ କରିବା। ଏଇଟା ସମସ୍ତେ ଏକମତ ହେଇଯାଅ ବୋଲି କୁହାଯାଇଛି। ମାନେ ଧର୍ମଗୁଳାରେ ରାଜ୍ୟ ସଭାପତି ନିର୍ବାଚନ ହବ। ସେ ଯୋଉ 4 ଜଣ ରେସ୍ରେ ଅଛନ୍ତି ସେମାନେ ସମସ୍ତେ ଆପଣ ନାଁ ଲେଖାଯିବ ନା ମୋ ନାଁ ଲେଖାଯିବ? ନାଇଁ, ମୁଁ ସେୟା କହୁଛି, ଯୋଉମାନେ 2-4 ଜଣ ରେସ୍ରେ ଅଛନ୍ତି ତାଙ୍କ ନାଁ ଲେଖିକି ଥୋଇ ଦିଆଯିବ। ପିଲା ଆସି ଉଠିବ। ସେ ଉଠେଇଲେ এইটা মানে ମୋ ଜଣେ ସୋର୍ସ କହିଲା, ଏଇଟା ଠିକ ରହିପାରେ, ଏକଥା ମଧ୍ୟ କୁହାଯାଉଛି। ତ ସେଇଭଳି ଦୃଷ୍ଟିରୁ ଦଳର ସଭାପତି କିନ୍ତୁ ଆଉ କେତେ ଗଢ଼ିବେ? ମତେ ତାଙ୍କର ତୁଙ୍ଗ ଲୋକ କହିଦେବେ 25 ତାରିଖ ସୁଦ୍ଧା ହେଇଯିବ। 25 ଆଜି 1 ତାରିଖ ହେଇଗଲା, କିନ୍ତୁ ଏକଥା ମଧ୍ୟ କୁହାଯାଉଛି, ଦିଲ୍ଲୀରୁ ଆପଣ ଖବର ଦେଖିଥିବେ, ଚଳିତ ମାସ 15 ତାରିଖ ପୂର୍ବରୁ ତାଙ୍କ ରାଷ୍ଟ୍ରୀୟ ସଭାପତିଙ୍କ ନାଁ ଘୋଷଣା ହବ। କାରଣ 16-17 ତାଙ୍କର ଅଛି ଜାତୀୟ ସମ୍ମିଳନୀ ଅଛି। ତ ତା ପୂର୍ବରୁ ହେଇଯିବ ବୋଲି ଆପଣ ଭାବୁଛନ୍ତି? ନିଶ୍ଚିତ ଭାବରେ ହବ, ନିଶ୍ଚିତ ଭାବରେ ହବ। ଆଉ ଇଏ ଗୋଟେ ବଡ଼ ଚ୍ୟାଲେଞ୍ଜ ବର୍ତ୍ତମାନ ଯେ ନୂଆ ସଭାପତି କିଏ ହେବେ, ଆଉ କେଉଁଭଳି ଢଙ୍ଗରେ ଏତେ ଆଶାୟୀଙ୍କ ଭିତରେ କର୍ପୋରେସନ ବା ଅନ୍ୟାନ୍ୟ ସରକାରୀ ସଂସ୍ଥା ଗୁଡ଼ିକରେ ନିଯୁକ୍ତି କେମିତି ଦିଆଯିବ, ଦୁଇଟି ବଡ଼ ଚ୍ୟାଲେଞ୍ଜ। ଆଉ ଏତିକି ବେଳେ ଜେପି ନଡ୍ଡାଙ୍କର ରୁଦ୍ଧଦ୍ୱାର ବୈଠକ, ଯୋଉଠି କିଛି ଗୁରୁତ୍ୱପୂର୍ଣ୍ଣ କଥା ସେ କହିଛନ୍ତି, ସବୁ କଥା ଆଲୋଚନା କରିଛନ୍ତି। ତାଙ୍କ ପାଖରେ ପ୍ରତି ମୁହୂର୍ତ୍ତରେ ପହଞ୍ଚୁଛି ଏଠି କ'ଣ କ'ଣ ଅସୁବିଧା, କ'ଣ ପ୍ରତିବନ୍ଧକ, ସେ ସବୁ ସେ କହିଛନ୍ତି। କିନ୍ତୁ ଆମେ ଏ କଥା କାହିଁକି ଯୋଉମାନେ ଯାଇଥିଲେ ତାଙ୍କୁ ସମସ୍ତେ କୁହାଯାଇଛି କେହି ମିଡିଆରେ ପଦେଟିଏ କଥା କହିବେନି। ତେଣୁ ସେଇ ଆପଣଙ୍କ ସୋର୍ସ କିଛି ଖବର ଦେଇଛି କି ନାହିଁ ରବ ବାବୁ? ନା, ମୁଁ କହିଲି ଗୋଟେ ଯେମିତି କହିଲା ମତେ ଏଇଟା କହିଲି, କରେକ୍ଟ, କାହିଁକିନା ଅଥେଣ୍ଟିକ ସୋର୍ସ ବୋଲି ଆପଣ କହିପାରିବେନି। ଯୋଉଟା କଂଗ୍ରେସ ଭିତରେ ଆପଣ ଦେଖିଥିବେ, ଆପଣ ଯାହା କଥାବାର୍ତ୍ତା ହେବ ଆପଣ ତା ପରଦିନ ସବୁ କଥା ଜାଣିବେ। ବି କ୍ୟାବିନେଟ ମିଟିଂର ପ୍ରତ୍ୟେକ କ୍ୟାବିନେଟ ସଦସ୍ୟ କ'ଣ କହିଲା ଆପଣ ଜାଣିପାରୁଥିଲେ। ଏଇଟାରେ ଆଙ୍କର ସେଇଟା ଜାଣିବା ଆଙ୍କ ରୁଦ୍ଧଦ୍ୱାର ବୈଠକ କଷ୍ଟକର। ଆମେ ଅପେକ୍ଷା କରିବା ଯେ ଜେପି ନଡ୍ଡା ଯୋଉ ବାର୍ତ୍ତା ଦେଇକରି ଯାଇଛନ୍ତି, ଆଉ ପରବର୍ତ୍ତୀ ସମୟରେ ରାଜ୍ୟ ସଭାପତି ନିର୍ବାଚନ ଆଉ କର୍ପୋରେସନ ଗୁଡ଼ିକରେ ଦଳୀୟ ନେତାଙ୍କୁ ନିଯୁକ୍ତି, ଏଟା କେତେ ସହଜ ଆଉ ସରଳ ଢଙ୍ଗରେ ହେଇପାରୁଛି ତାକୁ ଅପେକ୍ଷା କରାଯାଇଛି। ଆଉ ଓଡ଼ିଶାର ରାଜନୀତି ବର୍ତ୍ତମାନ ଏଇ ଜାଗାରେ କେନ୍ଦ୍ରୀଭୂତ ହୋଇଛି। ଏକଦମ ବିଲକୁଲ ସେଇଟା ହେଲେ ଅନ୍ୟ ଗୁଡ଼ାକ ମୁଁ କହିଲି ଯେମିତି ତାପରେ ଅଛି ନିଗମ ହବ, ଅମକ ହବ, ଏବଂ କ୍ୟାବିନେଟ ଏକ୍ସପାନସନ ହବ, 6 ଜଣ ଆସିବେ। ସବୁ କଥାଟା ଏଇଟା ଏଇ ପ୍ରୋସେସଟା, କିନ୍ତୁ ଏଇ ଯୋଉ ଅଟକି ଯାଇଛି ସଂଗଠନଟା, ସେଠି ବହୁତ ଜିନିଷ ଷ୍ଟଲ୍ ହେଇଯାଉଛି। ବହୁତ ଧନ୍ୟବାଦ ସୁତରାଂ।